ନମସ୍କାର, ଜୟ ଜଗନ୍ନାଥ। ଆଜି ଗୁରୁବାର ଜାନୁଆରୀ 1 ତାରିଖର ଶୁଣିବା ରାଶିଫଳ। ମେଷ, ନୂଆ ବର୍ଷରେ ଭାଗ୍ୟସ୍ଥାନରେ ରାଜଯୋଗ, କର୍ମକ୍ଷେତ୍ରରେ ଆଦରଣୀୟ ହେବେ। ଉଚ୍ଚାରୋହୀ ମଙ୍ଗଳ ଯୋଗୁଁ ଦେହ ଭଲ ରହିବ। ଧନସ୍ଥାନରେ ଚନ୍ଦ୍ର ସୁସ୍ୱାଦ ଭୋଜନ ପରିଷିବେ। ପାରିବାରିକ ଶାନ୍ତି ସାଙ୍ଗକୁ ବନ୍ଧୁ ମିଳନର ସୁଯୋଗ ରହିଛି। ସନ୍ତାନଙ୍କ ସ୍ୱାସ୍ଥ୍ୟହାନି, ପଡ଼ୋଶୀଙ୍କ କୁତ୍ସାରଟନ ଓ ଦର୍ଶନୀୟ ସ୍ଥାନକୁ ଯାତ୍ରା କରିବେ। ବୃଷ, ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ଯୋଗୁଁ ମନ ପ୍ରଫୁଲ୍ଲ ରହିବ। ଦର୍ଶନୀୟ ସ୍ଥାନ ଭ୍ରମଣ, ମନୋରଞ୍ଜନ କାର୍ଯ୍ୟକ୍ରମ, ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ଉଚ୍ଚ ବର୍ଗଙ୍କ ସାହାଯ୍ୟ ମିଳିବ। ଭାତୃ ସମ୍ପର୍କରେ ଉନ୍ନତି, ବନ୍ଧୁ ମିଳନରୁ ଉତ୍ସାହ ଓ ବ୍ୟବସାୟରେ ଅର୍ଥଲାଭ ଘଟିବ। କର୍ମକ୍ଷେତ୍ରରେ ମତାନ୍ତର, କ୍ରନିକ ରୋଗରେ ପୀଡ଼ା ଓ କିଣାବିକାରେ ଠକାମିରେ ପଡ଼ିପାରନ୍ତି। ମିଥୁନ, ବୃହସ୍ପତି ନୂତନ ଦିଗଦର୍ଶନ ଦେବ। ସଭା ସମିତିକୁ ନିମନ୍ତ୍ରିତ ହୋଇପାରନ୍ତି। ସହକର୍ମୀଙ୍କ ସୌହାର୍ଦ୍ଦ୍ୟ, ବନ୍ଧୁଙ୍କ ଆଦର ଅଭ୍ୟର୍ଥନା, ପାରିବାରିକ ସହମତିରୁ ଖୁସି ରହିବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ। ପରିବହନରେ ଉନ୍ନତି କରିବେ। କରଜଦାତାଙ୍କ ଚାପ ବଢ଼ିବ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନସ୍ତାପ କରିପାରନ୍ତି। କର୍କଟ, ଆଜି ଲାଭସ୍ଥାନରେ ଚନ୍ଦ୍ର ଯୋଗୁଁ ମନ ଯେମିତି କାମ ସେମିତି ହେବ। ହାତ ଖାଲି ରହିବ ନାହିଁ। ଖୋଜୁଥିବା ଜିନିଷ ପାଖକୁ ଆସିବ। ପ୍ରତୀକ୍ଷାର ଅନ୍ତ ଘଟିବ। ଦୀର୍ଘ ଦିନର ଆଶା ପୂରଣ ହେବ। ବନ୍ଧୁଟି ଦେଖେଇ ଶିଖେଇ କଟୁକଥା କହିପାରେ। ସ୍ୱାସ୍ଥ୍ୟହାନି, ପାରିବାରିକ ଅସ୍ଥିରତା, ସମ୍ପର୍କୀୟଙ୍କ ଅସହଯୋଗରୁ ଅଶାନ୍ତି ରହିପାରନ୍ତି। ସିଂହ, ଆଜି ଚନ୍ଦ୍ରଙ୍କ ଚତୁର୍ଥରେ କେତୁ ଯୋଗୁଁ ମନ ଭଲ ରହିବ ନାହିଁ। ଆଶା ଅନୁସାରେ ଫଳ ମିଳିବ ନାହିଁ। ପରିବାରରେ ସାଧାରଣ କଥାରେ କଳହ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ପ୍ରଶଂସା, ପୂର୍ବ ବିବାଦର ସମାଧାନ, ସାହିତ୍ୟ କୃତିରୁ ସମ୍ବର୍ଦ୍ଧନା ମିଳିବ। ଭ୍ରମଣ, ନୂଆ ଯୋଜନାର ପରିକଳ୍ପନା ଓ ଋଣ ପରିଶୋଧର ଆଲୋଚନା କରିପାରନ୍ତି। କନ୍ୟା, ଆଜି ଖର୍ଚ୍ଚ ବଢ଼ିବ। ସହକର୍ମୀଙ୍କ ସହଯୋଗ ଓ ପାରିବାରିକ ସହାନୁଭୂତିରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବିବାଦୀୟ ପରିସ୍ଥିତିକୁ ସୁଧାରିବେ। ବ୍ୟବସାୟ ଭଲ ହେବ। ବିଜାତୀୟ ବ୍ୟକ୍ତିଙ୍କ ସହ କଳହର ଆଶଙ୍କା ରହିଛି। ଦେହକୁ ଜଗି ରଖି ଚଳିବା ଭଲ। ବନ୍ଧୁଙ୍କୁ ଭରସା କରି ପସ୍ତେଇବେ। ତୁଳା, ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶ, ନୂଆ ଯୋଜନାରେ ଖସଡ଼ା, ଆନୁଷ୍ଠାନିକ କର୍ମାରମ୍ଭରୁ ଖୁସି ରହିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ମନ ସ୍ଥିର ରହିବ ନାହିଁ, କିନ୍ତୁ ରୋଜଗାର ଭଲ ହେବ। ପରିବାରରେ ମତପାର୍ଥକ୍ୟ, ଯାତ୍ରା ସମୟରେ ସମସ୍ୟା, ପିଲାଙ୍କ ଅଳିରୁ ଭାତାନ୍ତର ସୃଷ୍ଟି ହେବ। ଭାତୃବିବାଦ ଦେଖା ଦେଇପାରେ। ସାହିତ୍ୟ ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ। ବିଛା, ଆପଣଙ୍କ ରାଶି ପାଇଁ ଭାଗ୍ୟାଧିପତି ଉଚ୍ଚରେ। ଯାହା ଚାହୁଁଛନ୍ତି ତାହା ପାଇବେ। ନୂଆ କାମ ପାଇଁ ପରିବାରରେ ଆଲୋଚନା କରିପାରନ୍ତି। ଋଣ ପରିଶୋଧ ଚିନ୍ତା ବଢ଼ିବ। ସମ୍ପର୍କ ରଖୁନଥିବା ଆତ୍ମୀୟଙ୍କ ଉପରେ ଦୁଃଖ କରିବେ। ବ୍ୟବସାୟ ମନ୍ଦ ହେବ ନାହିଁ। ଦୈହିକ ସୁସ୍ଥତା ରହିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଆହୁତ ଦେବେ। ଧନୁ, ଆଜି ବିପରୀତ ରାଜଯୋଗ, ସମସ୍ୟା ସମାଧାନ କରିବେ। ଚନ୍ଦ୍ରଙ୍କ ପ୍ରତି ଶନି ଦୃଷ୍ଟିରୁ ନିରୁତ୍ସାହିତ ହେବେ। ଥଣ୍ଡା କାଶ ଦେଖାଦେବ। ସମ୍ପର୍କୀୟଙ୍କ ସଦ୍ଭାବରୁ କାର୍ଯ୍ୟ ସିଦ୍ଧି। ପରିବାରରେ ଉତ୍ତମ ବୁଝାମଣା।
ସାମାଜିକ ସମ୍ମାନ ପାଇବେ, ମୂଲ୍ୟବାନ ଜିନିଷ କିଣିପାରନ୍ତି, ନୂଆ ବନ୍ଧୁ ଘରକୁ ଆସିପାରନ୍ତି, ଭାତୃ ସମ୍ପର୍କରେ ଅବନତି, ଦୂରଯାତ୍ରା କରିବେ। ମକର, ବନ୍ଧୁଙ୍କ ସାହାଯ୍ୟ ମିଳିବ, ନୂଆ ଭାବନାକୁ ରୂପାୟତ କରିବେ, ଆର୍ଥିକ ପରିସ୍ଥିତିକୁ ସୁଧାରି ନେବେ, ସ୍ଥାନ ପରିବର୍ତ୍ତନରୁ ଦୁଶ୍ଚିନ୍ତା ବଢ଼ିବ, ଆଲୋଚନା ପରିସରରେ ବିତର୍କ, ବାକ୍ ଅସଂଯତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ, ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବ, ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଆଶଙ୍କା ରହିଛି। କୁମ୍ଭ, ଧନସ୍ଥାନରେ ଶନି ଯୋଗୁଁ ଅର୍ଥ ସଙ୍କଟ ଦେଖାଦେବ, ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ, ସ୍ଥଗିତ କର୍ମାରମ୍ଭ କରିପାରନ୍ତି, ଦର୍ଶନୀୟ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ, ଋଣଭାର ବୃଦ୍ଧିରୁ ମାନସିକ ଅସ୍ଥିରତା ରହିବ, ପରୋକ୍ଷ ଶତ୍ରୁତାରୁ ମନସ୍ତାପ ଓ ବନ୍ଧୁ ମିଳନରେ ମଜାମଉଜରେ ସୁଯୋଗ ପାଇପାରନ୍ତି। ମୀନ, ନୂଆ କାମ ଆରମ୍ଭ କରିପାରନ୍ତି, ମାନସିକ ଅସ୍ଥିରତା ଦୂରେଇ ଯିବ, ଆରୋଗ୍ୟରୁ ଆଶ୍ୱସ୍ତି ଅନୁଭବ କରିବେ, ଚେଷ୍ଟା କରୁଥିବା କାମରେ ଅଗ୍ରଗତି ଘଟିବ, ପାରିବାରିକ ସମର୍ଥନରୁ ଉପକୃତ ହେବେ, ପଡ଼ୋଶୀ କୁତ୍ସାରଟନା କରିପାରନ୍ତି, ମନୋରଞ୍ଜନରୁ ଦୂରେଇ ରହିବେ, ସନ୍ତାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଓ ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ। ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା। ଜୟ ଜଗନ୍ନାଥ।